ମୁଁ ତ ରିଏଲସେଲ୍ କିଛି କରିନି। ମା ବାଣୀ ମଙ୍ଗଳାଙ୍କ ଯାତ୍ରା ତାଙ୍କ ଇଚ୍ଛା ଯାହା ସିଏ କରିବେ। ଏପଟରେ ମଙ୍ଗଳା ମନ୍ଦିର ଭିତରେ ମାନେ ବିଜିଏମ୍ ହେଉଛି, ମୁଁ ବାହାରେ ଠିଆ ହେଇଛି ଦେଖୁଛି, ମନ ବୁଝୁନି। ମା ବାଣୀ ମଙ୍ଗଳାଙ୍କ ଯାତ୍ରା ଯାହା ହେବ ମା ହିଁ ବୁଝିବେ, ତାଙ୍କରି ଯାତ୍ରା। ଜୟ ଜଗନ୍ନାଥ, ନମସ୍କାର। ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ କେମିତି ଅଛନ୍ତି? ଭଲରେ ଅଛନ୍ତି ତ? ସେମିତି ଭଲରେ ଥାନ୍ତୁ, ମୁଁ ବି ଭଲରେ ଅଛି। ତ ମୁଁ ଏଠି କେଉଁଠି ବୁଲୁଛି ଦେଖନ୍ତୁ, ଆମର ମଙ୍ଗଳା ମନ୍ଦିର, ମା ବାଣୀ ମଙ୍ଗଳାଙ୍କ ମନ୍ଦିରର ବ୍ୟାକ୍ ସାଇଡ଼୍ରେ ମୁଁ ବୁଲୁଛି। କାରଣ ତ ଆମ ଗାଁରେ, ଆମ ସାହିରେ ଜଣେ ମା ହେବେ, ସିଏ ଚାଲି ଯାଇଥିଲେ। ତାଙ୍କର ଆଜି 10 ଥିଲା, ମାନେ ଆଜିର ଡେଟ୍ ହେଉଛି 1/2/2026ରେ 10 ଥିଲା। ତ ମୁଁ ଯେହେତୁ ଆମ ଗାଁରେ ଡ୍ରାମା ହେଉଛି, ଡ୍ରାମାରେ ଅଭିନୟ କରୁଛି, ଆଉ ମଙ୍ଗଳା ମନ୍ଦିର ତ ଯାଇପାରିବିନି, ଦାଢ଼ି ଫାଡ଼ି କାଟି ଦେଇଛି, ଆପଣମାନେ ଦେଖୁଥିବେ। ସେଇଥିପାଇଁ ଡ୍ରାମାଟା ହେଉଛି, ମନ ବୁଝୁନି ଘରେ ରହିବା ପାଇଁ, ସେଥିପାଇଁ ଆସି ବ୍ୟାକ୍ ସାଇଡ଼୍ରେ ଡ୍ରାମା ଦେଖୁଛି। ଆପଣମାନଙ୍କୁ ଦେଖାଉଛି ଡ୍ରାମା ଲାଷ୍ଟ ସିନ୍ ହେଇଗଲାଣି। ବର୍ତ୍ତମାନ ଆସିକି 12:30 ଗୋଟେ ରାତି ହେବ ରିଲସେଲ୍ ଚାଲିଛି। ମୁଁ ଗୋଟେ ରାତିରେ ବୁଲୁଛି ଦେଖନ୍ତୁ। ମୋ ପଛରେ କେହି ନାହାନ୍ତି, ଆଗରେ କେହି ନାହାନ୍ତି, ଦେଖିପାରୁଥିବେ ଚାରିପଟ ଶୁନଶାନ। ମୋ ସାମ୍ନାରେ ଡ୍ରାମା ରିଲସେଲ୍ ହେଉଛି। ମ୍ୟୁଜିକ୍ରୁ ଜାଣିପାରୁଥିବେ, ଦେଖନ୍ତୁ, ଦେଖିପାରୁଥିବେ ସେଠି ରିଲସେଲ୍ ହେଉଛି। ଲାଇଟ୍ ପାସ୍ କରୁଛି ତ ସେ ଭାଇ ଠିଆ ହେଇଯାଇଥିଲେ। ରିଲସେଲ୍ ସେଠି ହେଉଛି, ମୁଁ ଏଇଠି ପାଚେରୀ ଏପଟେ ଠିଆ ହେଇଛି। ଏଇଟା ପାଚେରୀ, ମୁଁ ପାଚେରୀ ଏପଟେ ଠିଆ ହେଇଛି। ଆଉ ଦେଖିପାରୁଥିବେ, ଆଉ ଏମିତି ସବୁ। ଆଉ କ'ଣ କରିବା, ଅସୁବିଧା ପଡ଼ିଯାଇଛି। ମଙ୍ଗଳାଙ୍କ ମନ୍ଦିର, ମନ୍ଦିର ସ୍ଥାନ ତ ଯିବାନି। କାଲିଠାରୁ ମୋର ରିଲସେଲ୍। କଳଙ୍କ ମୋ ପାଇଁ ଚନ୍ଦନ ଟିପା ଆଖଡ଼ା ଚାଲିଛି, ମାନେ ବିଜିଏମ୍ ଚାଲିଛି। ତ ବିଜିଏମ୍ରେ ମୁଁ ବାହାରେ ରହିଛି। ମୁଁ 2ଟା ନାଟକ ନେଇଥିଲି। 2ଟା ନାଟକରୁ ଯେହେତୁ ଅଣସୁଧିଆ ହେଇଗଲା, ଅସୁବିଧା ଗୋଟେ ହେଇଗଲା, ସେଥିପାଇଁ ମୁଁ ଗୋଟେ ନାଟକ ଛାଡ଼ିଦେଲି। ମୋତେ କହୁଥିଲେ ଯେତେବେଳେ କମେଡ଼ି ଗୋଟେ କରିବ, ଆଉ ଗୋଟେ କ୍ରିକେଟ୍ କମେଡ଼ି କରିବ। ମୁଁ ଗୋଟେ ନାଟକରେ କରୁଛି ଆଖି ଅବୁଜାକୁ ଲୁହ ଅବୁଜା, ଏଇଥିରେ କ୍ରିକେଟ୍ କମେଡ଼ି କରୁଛି। ତ ବହୁତ ବଢ଼ିଆ ରୋଲ୍ଟିଏ ଏ ବର୍ଷ ମିଳିଛି। ରିହର୍ସାଲ୍ ତ କମ୍ କରିଛି, କ'ଣ ହେବ ଆପଣମାନେ ଆଶୀର୍ବାଦ କରନ୍ତୁ। ମା ବାଣୀ ମଙ୍ଗଳାଙ୍କ ଆଶୀର୍ବାଦ, ମା ମଙ୍ଗଳାଙ୍କର, ତାଙ୍କ ଯାତ୍ରା କେମିତି ଦୋଳ ମହୋତ୍ସବ। ହଁ, ଏଇ ମାର୍ଚ୍ଚ 5-6ରେ ଆମର ଡ୍ରାମା। ଆପଣମାନେ ନିଶ୍ଚିନ୍ତ ଭାବରେ ଆସନ୍ତୁ, କଳାକାରମାନଙ୍କୁ ଭଲ ପାଇବା ଦିଅନ୍ତୁ। ଆଉ ଆପଣମାନଙ୍କର ହାତ ତାଳି, କଳାକାରମାନଙ୍କର ଭାତ ତାଳି। ଆପଣମାନେ ନିଶ୍ଚିନ୍ତ ଭାବରେ ଆସନ୍ତୁ। ମାର୍ଚ୍ଚ 5-6 ବାଣୀମଙ୍ଗଳା ପଛପଟ ଫାୟାର ଷ୍ଟେସନ୍ ରୋଡ଼ରେ ଯାତ୍ରା ହେବ। ମା ବାଣୀମଙ୍ଗଳା ଡ୍ରାମାଟିକ୍ କ୍ଲବ୍ ଆପଣମାନଙ୍କୁ ଭେଟିଦେବ। 2ଟା ନାଟକ, କଳଙ୍କ ମୋ ପାଇଁ ଚନ୍ଦନ ଟିପା, ଆଖି ଅବୁଜାକୁ ଲୁହ ଅବୁଜା। ଆପଣମାନେ ଆସିବାକୁ କେବେ ବି ଭୁଲିବେନି। ନିମନ୍ତ୍ରଣ ରହିଲା। ଜୟ ଜଗନ୍ନାଥ। ଚାଲନ୍ତୁ ଆଉ କେଇଟା ସିନ୍ ହେଉଛି ଦେଖିବା, ଦେଖିଲା ପରେ ଘରକୁ ଯିବା। ଆଉ ସରିଗଲାଣି। ଲେଡ଼ି ଆର୍ଟିଷ୍ଟ କହୁଛନ୍ତି ଯେ ଗୋଟେ ଛୋଟିଆ ସିନ୍ ଆଉ ଅଛି, ସାରିଦେବା। ମ୍ୟୁଜିକ୍ ଷ୍ଟାଫ୍ ମାନେ କହୁଛନ୍ତି ଯେ ନାଇଁ ସମୟ ହେବନି, ମାନେ ଲେଟ୍ ହେଇଗଲାଣି ନା, 1:30 ରାତି ହେଇଗଲାଣି, ତ ସେଥିପାଇଁ ମନା କରିଛନ୍ତି। ଆଉ ମୁଁ ଦେଖନ୍ତୁ ଏଇ ପାଚେରୀ ଏପଟେ ଠିଆ ହେଇଛି, ମୋ ଗାଡ଼ି ଥୁଆ ହେଇଛି। ମୋ ଗାଡ଼ି ଏଇଠି ଥୁଆ ହେଇଛି, ଦେଖନ୍ତୁ ମୋର ଲୋଗୋ ସବୁ ଲାଗିଛି। ମହାପ୍ରଭୁ ତୁମ ଚରଣରେ ଶରଣ। ଆଉ ୟୁଟ୍ୟୁବ୍ ଫେସବୁକ୍ର ଲୋଗୋ। ଗାଡ଼ି ଥୁଆ ହେଇଛି, ମୁଁ ତ ବାହାରେ ଠିଆ ହେଇଛି, ଗାଡ଼ିରେ ବଉଛି, ମଶା ବି ଜୋରରେ କାମୁଡ଼ୁଛି। ଲାଷ୍ଟ ସିନ୍ଟା କରୁଛନ୍ତି। ଆଉ ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆପଣଙ୍କୁ ନିମନ୍ତ୍ରଣ ରହିବା, ଜମା ବି ଭୁଲିବେନି। ମାର୍ଚ୍ଚ 5-6 2026, ମାର୍ଚ୍ଚ 5-6 ବାଣୀମଙ୍ଗଳା ଡ୍ରାମାଟିକ୍ କ୍ଲବ୍ ଆପଣମାନଙ୍କୁ ଭେଟିଦେବ। 2ଟା ନାଟକ ଦୋଳ ଧମାକା ଉପଲକ୍ଷେ।
कलंक मो पाई चंदन टीपा आखि अबुझा को लुह अबुझा मु टिके यात्रा स्टाइल कही दउची ए वर्षर सुपर हिट नाटक कलंक मो पाई चंदन टीपा द्वितीय रजनी भेटिदेव आपण मानक माँ बाणीमंगला ड्रामाटिक क्लब ए वर्षर सुपर डुपर हिट नाटक आखि अबुझाखु लुह अबुझा आखि अबुझाखु लुह अबुझा। जय जगन्नाथ रही निमंत्रण रहा आपण मानक आसवाक केबे भी भूलिबेनी। जय जगन्नाथ।